ରାଜଧାନୀରେ ଖୋଇ ଫୁଟୁଛି ତାତି। ସିଭିୟର ହିଟୱେଭ୍ ୱାର୍ଣ୍ଣିଂ। ତାତିରୁ ନିସ୍ତାର ନାହିଁ। ସୂର୍ଯ୍ୟକୋପରେ ଜଳୁଛି ସାରା ଓଡ଼ିଶା ଉପକୂଳରୁ ଉପାନ୍ତ, ସବୁଠି ଅଗ୍ନିବର୍ଷା। ଆଜିଠୁ ଗ୍ରୀଷ୍ମ ପ୍ରଭାବ ଆହୁରି ଅସମ୍ଭାଳ ହେବ। ଆଜି ଓ କାଲି ପାଇଁ ସିଭିୟର ହିଟ୍ ୱେଭ୍ ନେଇ 15 ଜିଲ୍ଲାକୁ ରେଡ୍ ଓ 15 ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣ ଜାରି କରିଛି ପାଣିପାଗ ବିଭାଗ। ରାଜଧାନୀରେ ଖୋଇ ଫୁଟୁଛି ତାତି। ଗ୍ରୀଷ୍ମ ପ୍ରକୋପରେ ଦିନ ତ ଦିନ, ଏଠି ରାତି ବି ଭୟଙ୍କର। ସାନବଡ଼ ଏଠି ସମସ୍ତଙ୍କ ବେହାଲ। ମୁଣ୍ଡଫଟା ଖରା ଅସ୍ତବ୍ୟସ୍ତ କରିପକାଇଛି ସମସ୍ତଙ୍କୁ। ସମଦଶା ଭୋଗୁଛନ୍ତି ସିଲଭର ସିଟି କଟକ ବାସିନ୍ଦା। ପେଟ ପାଟଣାକୁ ନେଇ ଚିନ୍ତାରେ ଥିବା ବ୍ୟକ୍ତିଙ୍କୁ କେବଳ ଘରୁ ବାହାରିବାକୁ ପଡୁଛି, ନଚେତ୍ ସହରରୁ ସତେ ଯେମିତି ଜାରି ହୋଇଛି ଅଘୋଷିତ କର୍ଫ୍ୟୁ। କିଛି ସ୍ଥାନରେ ପରଦ 45 ଡିଗ୍ରୀ ଛୁଇଁବ। ଅସମ୍ଭାଳ ତାତି ଓ ଗୁଳୁଗୁଳିରୁ 1 ତାରିଖ ଯାଏଁ ଆଶ୍ୱସ୍ତି ମିଳିବାର ସମ୍ଭାବନା କମ୍। କିନ୍ତୁ 2 ତାରିଖରୁ ତାପମାତ୍ରା ସାମାନ୍ୟ ହ୍ରାସ ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। କିନ୍ତୁ ଗତକାଲି 27ଟି ସହରରେ ଦିନ ତାପମାତ୍ରା 40 ଡିଗ୍ରୀ ରହିଥିଲା। ଅନୁଗୋଳରେ ସର୍ବାଧିକ 43 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଗୋଟିଏ ପଟେ ତତରେ ଚଉରେ ସାରା ଓଡ଼ିଶା ଆକ୍ତାମକ୍ତା ହେଉଥିବା ବେଳେ ଗତକାଲି ବିଭିନ୍ନ ସ୍ଥାନରେ ହେଉଥିବା କାଳବୈଶାଖୀ ବ୍ୟାପକ କ୍ଷୟକ୍ଷତି ହୋଇଛି। ଭଦ୍ରକ ଜିଲ୍ଲା ବାସୁଦେବପୁର ବିରସ ପଞ୍ଚାୟତର କାଳିଗଦି ଗାଁରେ ବଜ୍ରାଘାତ ଘଟି 27ଟି ପରିବାରର 29 ବଖରା ଘର ଜଳିଯାଇଛି। ଏଥିସହ 4 ଗାଈ, 6ଟି ଛେଳି, ଅନେକ କୁକୁଡ଼ା ମଧ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଛି। କୋରାପୁଟ ପଟାଙ୍ଗୀ ବ୍ଲକ କାଟିଆ ଅଞ୍ଚଳରେ ମଧ୍ୟ ତାଣ୍ଡବ ରଚିଛି କଳା ବୈଶାଖୀ। ଏଠାରେ ବର୍ଷା ଓ ପବନ ଯୋଗୁଁ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଶେଷ କରି ପାଟୁସିନେରୀ ଗାଁର 20ରୁ ଅଧିକ ଅଜାବେଷ୍ଟ ଘର ଓ ଛପର ଉଡ଼ିଯାଇଛି। ବ୍ୟୁରୋ ରିପୋର୍ଟ, ଜାଗ୍ରତ ଟିଭି।